ସାଙ୍ଗମାନେ ଆଜି ଥିଲା ଶୁକ୍ରବାର। ସକାଳୁ ମୁଁ ପଳେଇଥିଲି ଛାତକୁ, କାରଣ ଥିଲା ପାଣି ଦେଇ ଆମେ ମଜବୁତ କରିବା ଇଟା ଆଉ ସିମେଣ୍ଟକୁ। ଘର କାମ ଯେହେତୁ ଚାଲିଛି, ସକାଳୁ ସକାଳୁ ପାଣି କାମ ସରିଲା ପରେ ପାଣି ନଦେଲେ ସେ ତ ମଜବୁତ ହେବନି। ତ ନନା ନାହାନ୍ତି, ତ ପାଣି ଦେବା ଦାୟିତ୍ୱଟି ମୋତେ ଦେଇଛନ୍ତି। ତ ଚାଲନ୍ତୁ ପାଣି ଦେଇକି ଯାଇକି ଘରର ବାସି କାମ ସବୁ ସାରିଦେବା। ଯେହେତୁ ଆଜି ଥିଲା ବୋଉଙ୍କର ଜନ୍ମଦିନ, ତ ମୁଁ ସକାଳୁ ଆଗ କରିଥିଲି ମାଙ୍କୁ ଆଗମନ। ସବୁବେଳେ ବୋଉ କ'ଣ କରନ୍ତି ନା, ସମସ୍ତଙ୍କ ଜନ୍ମଦିନରେ ସବୁ ଭଲ କାମରେ ବୋଉ ଦୀପ ଜାଳନ୍ତି। ସେଥିପାଇଁ ଯେହେତୁ ଆଜି ବୋଉଙ୍କର ଜନ୍ମଦିନ, ତ ସେ କାମଟା ଆମକୁ ହିଁ କରିବାକୁ ପଡ଼ିବ। ତ ଆମେ ଦୀପ ଜାଳିକି ମାଙ୍କୁ ଡାକିଲୁ ଯେ ବୋଉଙ୍କୁ ସବୁବେଳେ ସୁଖ ଶାନ୍ତି ଭଲରେ ରଖ, ଖୁସିରେ ରଖ, ଆମ ପାଖରେ ଏମିତି ହସଉଥାଅ ସବୁବେଳ ପାଇଁ। ମା ତମେ ବୋଉଙ୍କୁ ଜଗିଥାଅ। ତ ଏତିକି କହିକି ମାଙ୍କୁ ଡାକି ଦେଇକି ମୁଁ ଏବେ ପଳେଇ ଆସିଲି ଟିକେ କରିବାକୁ ଭୋଜନରେ ଥିଲା ଆଜି ସକାଳୁ ଗରମ ଗରମ ବରା ଆଳୁଚପ। ତ ତାକୁ ସମସ୍ତଙ୍କୁ ଦେଇସାରି ମୁଁ ବସିଗଲି ଖାଇବାକୁ। ଖାଇସାରି ମୁଁ ପଳେଇ ଆସିଲି ରୋଷେଇ ଘରକୁ, କାରଣ ଆଜି ରୋଷେଇରେ ଥିଲା ଡାଲମାକୁ ଚିକେନ କଷିବାକୁ। ଏପଟେ ଚାକୁ ବସେଇ ସେପଟେ ଚିକେନ କଷେଇ ଦେଲି। ବିରୁନୁ ଟିଫିନରେ ଦେଇଥିବା ଆଉ ବାକି ସିମେଇକୁ ମୁଁ ଖାଇଦେଲି। ମୋର ଏସବୁ କାମ ଭିତରେ ବିରୁନୁ ସ୍କୁଲରୁ ପଳେଇ ଆସିଲା। ତାର ଗାଧୁଆ ପାଧୁଆ କାମ ସାରି ତାକୁ ଟିକେ ଗେଲ କରାଗଲା। ଗେଲ କରିଦେଇ ତା ମନ ହେଇଗଲା ଖୁସି। ସେ ଚିକେନକୁ ଗରମ ଭାତ ଖାଇ ଦେଇଥିଲା ବସି। ତାକୁ ରାଗ ଲାଗିଥିବାରୁ ସେ ପିଉଥିଲା ଖାଲି ପାଣି। ଚିକେନଟା ଯଦି ରାଗ ନ ହେବ କ'ଣ ଭଲ ଲାଗିବ ପୁଣି? ସମସ୍ତେ ଖାଇସାରିଲା ପରେ ମୁଁ ଲାଗିଥିଲି ଲୁଗାପଟାକୁ ସଜାଡ଼ି ଦେବାରେ। ଖରାଦିନ ଆସିଯିବାରୁ ଲୁଗାପଟା ସବୁ ଶୀଘ୍ର ଶୁଖିଯାଉଛି। ଶୀଘ୍ର ନ ଆଣିଲେ ସବୁ କଲର ଫେଡ଼୍ ହେଇଯାଉଛି। ମୋ କାମ ନ ସରୁଣୁ ବିରୁନୁ ଦେଲା, ମାମା କୁରୁକୁରି ଦେବ କି ଚିରି? ଗୋଟେ କୁରୁକୁରି ଯଦି ନ ଖାଇବୁ ମନଟା କ'ଣ ଯିବ ଭରି? ତାପରେ ଆମେ ଶାଶୁ ବୋହୂ ବସି ପଡ଼ିଥିଲୁ ଚିକେନ ଭାତ ଖାଇବା ପାଇଁ। ଆପଣମାନେ ସବସ୍କ୍ରାଇବ୍ ନ କରି କୁଆଡ଼େ ଯାଆନ୍ତୁ ନାହିଁ, ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ନମସ୍କାର, ଜୟ ମା ମଙ୍ଗଳ।